ଜୟ ଜଗନ୍ନାଥ। ଆସନ୍ତୁ ଶୁଣିବା ମଞ୍ଜୁଳା ଦାସଙ୍କର ଆତ୍ମଜୀବନୀ ମୋ ପିଲାଦିନର ପଞ୍ଚମ ଭାଗ। ମୋ ପେଁକାଳି ବଜେଇ ଦେ। ବିଷୟ ନାଁ ହେଉଛି ମୋ ପେଁକାଳି ବଜେଇ ଦେ। ପିଲାଦିନ କହିଲେ ଖେଳ ହିଁ ଖେଳ। ଅଧିକାଂଶ ସମୟ ଖେଳାବୁଲାରେ ହିଁ ସମୟ ସରୁଥିଲା ସେତେବେଳେ ସମୟରେ। ଆଜିର ସମୟ ଭଳି ସେତେବେଳେ ପିଲାଙ୍କ ମୁଣ୍ଡରେ ପାଠର ବୋଝ ଲଦି ଦିଆଯାଉନଥିଲା। ପାପୁଲି ତଳେ ଥୋଇ ଇଟିକିଲି ମିଟିକିଲି ଠାରୁ ଆରମ୍ଭ କରି ଫୁଟବଲ୍ ଖେଳିବା ପର୍ଯ୍ୟନ୍ତ ଯେତେ ପ୍ରକାର ଖେଳ ଆମେ ସବୁ ଖେଳୁଥିଲୁ। ମୋ ଖେଳ ସାଥୀ ଥିଲେ ଡଲି, ମୋ ଚାନ୍ଦ, କାଞ୍ଚନ, ଦ୍ୱିତୀୟ ଚାନ୍ଦ, ଅଞ୍ଜୁ, ମୋ ଭଉଣୀ, ଲିଲି, ମକର, ମାମା, ହେମାଳ ପାପୁ, ବାବୁଲି, ଜାନୁ, ଦେବ, ହେମ, ଶିବ, ମନୁ ଭାଇ, ସଚି ଭାଇ ଇତ୍ୟାଦି। ପ୍ରାୟ ସବୁବେଳେ ଡଲି, ଯିଏକି ମୋର ସମବୟସୀ ଓ ସହପାଠିନୀ, ତା ସହ ଅଧିକାଂଶ ସମୟ ମୁଁ ଖେଳୁଥିଲି। ବସି ବସି କେତେ ଗୋଡ଼ି ଖେଳ ଖେଳୁ, ବାଘ ମଞ୍ଜାରୀ ଖେଳ ସହ କଣ୍ଢେଇ ଧରି ଖେଳୁ, ମାଟି କଣ୍ଢେଇକି ଲୁଗା ପିନ୍ଧେଇ ଦେଉଥିଲୁ। ମୋର ଗୋଟେ ଛୋଟ ସବାରି ଥିଲା, ସେ ସବାରିରେ ବୋହୂ କରି ବସେଇ କାନ୍ଧେଇ ନେଉଥିଲୁ। ଆମ ଦୁଇ ଜଣଙ୍କର ଡଲିର ମୋର ଛପା ଶାଢ଼ୀ, ପାଟ ଶାଢ଼ୀ ମଧ୍ୟ ଛୋଟ ଥିଲା। ଲୁଗା ପିନ୍ଧି ବୋହୂ ସାଜୁଥିଲୁ। ଡଲି ବେଶୀ ବୋହୂ ସାଜେ। ଆଉ ମିଛି ମିଛିକା ଭାତ ତିଆଣି ରାନ୍ଧୁ, କୁଣିଆ ଖେଳ ଖେଳୁ, କୁନି କୁନି ତାସ୍ ଧରି ଖେଳୁ, ବିଭିନ୍ନ ପ୍ରକାର ପେଁକାଳି ବଜାଉ, ଗୀତ ଗାଉ, ହାତୀ ନେ ଘୋଡ଼ା ନେ ମୋ ପେଁକାଳି ବଜେଇ ଦେ, ବନ୍ଧୁକ ଧରି ଗୁଳି ଫୁଟାଉ, ବାଇସ୍କୋପ୍ ଧରି ରିଲ୍ ପକେଇ ଦେଖୁ। ସିନେମା ଭଳି ଆମକୁ ଦେଖିବାକୁ ଲାଗେ। ଦାଣ୍ଡ ପିଣ୍ଡାରେ ବସି ଚୋର ପୋଲିସ ଖେଳୁ। ବାଇଦରେ ଦୁଇ ପଟରେ ଜରି ଗୁଡ଼େଇକି ତାକୁ ବାଜା କରି ବଜାଉ। ଗାଁ ଦାଣ୍ଡରେ ବହୁତ ପ୍ରକାର ଖେଳ ଖେଳୁ। ଦାଣ୍ଡରେ ସାମାନ୍ୟ ଉଦାଳିଆ ହେଇଥିବ, ଶାମୁକାରେ ବାଲି ଆମ୍ପୁଡ଼ୁ, ନଡ଼ିଆ ସଢ଼େଇ ଆଣି ଚୁଲି ପକେଇ ବାଲି ଘର କରି ତୋଳୁ, ବାଲିରେ ଚଉରା ତିଆରି କରୁ, ବାଲିରେ କୋକି ଗାତ କରି ଖେଳୁ, ଖଡ଼ିକା ବାଇଗବା ଫଳରେ ରଥ କରି ଟାଣୁ। ଆମ ଦୁଇ ଜଣଙ୍କର 4ଟା ଚକ ଲାଗିଥିବା ଉପରେ ପଟା ପଡ଼ିଥିବା ଗାଡ଼ି ଥିଲା। ଆଗରେ ଦଉଡ଼ି ଲଗାଯାଇଥିଲା। ଜଣେ ବସି ଆଉ ଜଣେ କି ଦୁଇ ଜଣ ଟାଣନ୍ତି। ବେଳେବେଳେ ତା ଉପରେ ଦୁଇ ଜଣ କୁଣ୍ଡା କୁଣ୍ଡେଇ ବସୁ। ସେ ଚାଲିଲା ବେଳେ ଏତେ ମଜା ଲାଗେ ଯେ ବର୍ତ୍ତମାନ ଉଡ଼ାଜାହାଜରେ ବସିଲେ ବି ସେ ଆନନ୍ଦ ମିଳିବ ନାହିଁ। ଗାଁ ଦାଣ୍ଡରେ ଯେଉଁ ଗୋଡ଼ିରେ ଘର କାଟି ବିଛୁ ଖେଳୁ। ଗୋଟିଏ ଗୋଡ଼ରେ ଡେଇଁ ଡେଇଁକି ଗୋଡ଼ି ଆଣୁ। ପୁଚି, ରୁମାଲ ଚୋରି, ଟୁ ଭାଇ, ଚକା ଚକା ଭଉଁରୀ ଖେଳୁ। ଗୀତ ଗାଉ, ଚକା ଚକା ଭଉଁରୀ ମାମୁଁ ଘର ଚଉଁରୀ, ମାମୁଁ ମୋତେ ମାଇଲେ କେତେ କଥା କହିଲେ, ମାଇଁ ଦୁଧ ଭାତ ଖୋଇଲେ। ବର୍ଷା ପୁଚି ଖେଳୁ, ଠିଆ ପୁଚି ଖେଳୁ। ଠିଆ ପୁଚି ଖେଳି ଗୀତ ଗାଉ। ଠିଆ ପୁଚି ନାରଙ୍ଗ, ଗୋଡ଼ ଦୁଇଟେ ସାରଙ୍ଗ, ସାରଙ୍ଗ ବାଡ଼ିକୁ ଯାଇଥିଲି, ନାରଙ୍ଗ ସବୁ ଆଣିଥିଲି, ଅଧେ କଲି କଞ୍ଚା, ଅଧେ କଲି ଭଜା, ତୋ ଭାଉଜ ରାଣୀ ମୋ ଭାଇ ରାଜା। ବୋହୂଚୋରୀ, ବେଶୀ ସମୟ ବୋହୂଚୋରୀ ଖେଳୁଥିଲୁ। ଜଣେ ବୋହୂ ବସୁଥିଲା, ଦୁଇ ଦଳ ରହି ଖେଳୁଥିଲେ। କିଏ କେଉଁ ଦଳରେ ରହିବ ସେ ବଛା ଯାଉଥିଲା। ଦୁଇ ଜଣ ହାତ ଧରାଧରି ହୋଇ ଯାଉଥିଲେ, ନାଁ ଦେଇ ଆସୁଥିଲେ। ସେ ନାଁ କେହି ଶୁଣିବେନି। ଦଳପତି ଦୁଇ ଜଣ ବସିଥିବେ, ତାକୁ ନାଁ କହିବେ, ସେ ନାଁ ଦେବେ। ଆମ୍ବ, ପଣସ, ଯିଏ ଯାହା ଡାକିବ ସେ ସେପଟକୁ ଯିବ, ତା ପଟ ହେଇ ଯିବ। ଏହିପରି ଦୁଇ ଦଳର ଖେଳାଳି ଠିକ୍ ହେଉଥିଲା। ତାପରେ ଆମେ ବହୁତ ସମୟ ଲୁଚକାଳି ଖେଳୁ। 10, 20, 30, 40, 50, 60, 70, 80, 90, 100 ଏମିତି ଗଣି ଗଣି ଆଙ୍ଗୁଠି ଛୁଆଁଥାଉ। ଆଉ ଯାହାଠି 100 ଛୁଏଁ ସେ ବାହାରିଯାଏ। ଶେଷରେ ଯିଏ ରୁହେ ସେ ଚୋର ହୁଏ। ଆମେ ସମସ୍ତେ ଲୁଚିବୁ, ଜଣେ ଖୋଜିବ, ଯିଏ ଧରା ପଡ଼ିବ ପୁଣି ସେ ଚୋର ହେବ। ଆମେ ପୁଣି ଲୁଚିବୁ, ଯିଏ ଚୋର ହେଇଥିବ ସେ ପୁଣି ଖୋଜିବ। ଅନ୍ଧ ପୁଟୁଳି, ଦଉଡ଼ି ଡିଆଁ, ଫୁଟବଲ୍ ଖେଳ ଭାରି ଭଲ ଲାଗେ। ବଡ଼ ପୁଅ ପିଲାମାନେ ବାଗୁଡ଼ି ଖେଳନ୍ତି, ଭଲିବଲ୍ ଖେଳନ୍ତି, ଫୁଟବଲ୍ ଖେଳନ୍ତି, ବିଲରେ ଗୁଡ଼ି ଉଡ଼ାନ୍ତି। ଆମେ ଦେଖି ସେସବୁ ଉପଭୋଗ କରୁ। ଆମେ ନଡ଼ିଆ ପତ୍ରରେ ବାଜା କରି ବଜାଉ। ବଡ଼ ପିଲାମାନେ ବାଜା କରିଦିଅନ୍ତି। ଚକ୍ରୀ କରି ଖେଳୁ। ଚକ୍ରୀକୁ ଧରି ଦଉଡ଼ିରେ ଘିରି ଘିରି ହୋଇ ବୁଲେ। ବାଇଗବା କ୍ଷୀରରେ ଫୋଟକା କରି ଫୁଟାଉ। ବାଇଗବା କ୍ଷୀରରେ ଫୋଟକା କରି ତାକୁ ସବୁ ଉଡ଼ାଉ। ପିତା ତରଡ଼ି ଭୁଣ୍ଡି ତଳେ ଘୁରାଉ। ହାଡ଼ ଗୁଲି ଧରି ପୁଅ ପିଲା ଖେଳନ୍ତି। ଆମେ କାଚ ଗୁଲିରେ ଖେଳୁ। କାଚ ଗୁଲିଟା ମୁଁ ବହୁତ ସାଇତ୍ରିକା, ମୋତେ ଭଲ ଲାଗେ, କାରଣ ତାକୁ ମୋତେ କାଚ ଗୁଲି ଦେଖିବାକୁ ଭଲ ଲାଗେ। ବିରାଡ଼ି ଆଖି ଭଳି ଦିଶେ।
ସାର୍ ଯଦି କାହାକୁ ଗୁଲି ଖେଳିବାର ଦେଖନ୍ତି ପିଟନ୍ତି। ଖେଳିବାରେ କାହାର ଟିକେ ଭୁଲ ହେଲେ କି କିଏ ହାରିଗଲେ ସେ ରୁଷିଯାଏ। ଏଇ ଖେଳରେ ମାଡ଼ ମରାମରି ବି ହୋଇଯାଉ। ଦୁଇଟି ଆଙ୍ଗୁଠି ଆଙ୍କୁଡ଼ି କରି ଛନ୍ଦି ଚେପ ପକାଇ କଟିସ୍ ପକାଇ ଦେଉ। ଅପଡ଼ ପଡ଼ିଯାଏ। କାହା ଉପରେ ରାଗିଥିଲେ ତାକୁ ଏକୁଟିଆ କରିଦେଇ କହନ୍ତି ଏକୁଟିଆ ବାରା ମୁଣ୍ଡି ମୁଣ୍ଡି ସାର। ମୁଁ କାହା ଉପରେ ଅପଡ଼ ବା କଟିସ୍ ପକାଏନି, ଅପଡ଼ ପକାଏନି କି କଟିସ୍ ପକାଏନି। ଯିଏ କଟିସ୍ ପକାଏ ମୋତେ ଦୁଃଖ ଲାଗେ। ସେ ମୋ ସହ କଥା କହିବନି ବୋଲି ମୁଁ ଯାଇ ତା ସହ ଆଗ କଥା ହୁଏ। ପିଲାବେଳେ କେବେ ମୁଁ ରୁଷିନି କି କାହାକୁ ମାରିନି କି କାହା ସହିତ ଆଗ କଥାବାର୍ତ୍ତା ବନ୍ଦ କରିନି। ଏପର୍ଯ୍ୟନ୍ତ ମଧ୍ୟ ସେୟା, ଏପର୍ଯ୍ୟନ୍ତ ମୁଁ କେବେ ରୁଷିନି। ଆଉ ଗୋଟେ ମଜା କଥା ହୁଏ। ଖେଳୁ ଖେଳୁ ଯଦି କିଏ ପାଡ଼ିଦେଲା, ନ ପାଡ଼ୁ ପଛେ ସେ ପଚରା ପଚରି ହୋଇଯିବେ। କିଏ ପାଡ଼ିଲା କେହି ମାନିବେନି। ଗୋଲ କରି ବସେଇ କହିବେ ଆଟୁ ମାଟୁ ସୁନା ସଟୁ ଆଇ ଉଇ ପାଡ଼ିଛୁ ତୁଇ। ଯାହାଠାରେ ପଡ଼ିବ ସେ ପାଡ଼ିଛି ବୋଲି ଚିଡ଼େଇବେ। ପୁଣି କହିବେ କଖାରୁ ପତ୍ର ରାସୁ ରାସୁ ଯିଏ ପାଡ଼ିଛି ଆଗେ ହସୁ। ସମସ୍ତେ ପାଟି ବନ୍ଦ କରି ବସିବେ, କେହି ହସିବେନି। ହଠାତ୍ ଯଦି କିଏ ସହି ନ ପାରିଲେ ହସିଦେଲା, ତାକୁ ସମସ୍ତେ ଚିଡ଼େଇବା ଆରମ୍ଭ କରିଦେବେ। ସମସ୍ତେ ହସି ହସି ଗଡ଼ିଯିବେ। ଏମିତି କେତେ ଖେଳ କେତେ ଗପରେ ପିଲାଦିନ ବିତି ଯାଇଥିଲା। ମନେ ପଡ଼େ ପିଲାଦିନ ବରଗଛ ଡାଳରେ ଖେଳୁଥିଲି ମୁହିଁ ଖେଳ ସାଥୀ ସାଙ୍ଗ ମେଳରେ। ଏତିକି, ନମସ୍କାର।